ସମସ୍ତଙ୍କୁ ସାଦର ପ୍ରଣାମ ଓ ଅଶେଷ ଶୁଭେଚ୍ଛା। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ଶ୍ରାଦ୍ଧ ଶତବାର୍ଷିକୀ ଜନ୍ମଭୂମି ବରପାଲିରେ ପାଳନ ହେଉଛି ସମାରୋହ ସହକାରେ। ଆଜି ମନେ ପଡ଼ିଯାଉଛି ଅତୀତର କଥା। ମନେ ପଡ଼ୁଛି ପୂଜ୍ୟ ପିତାମହ କବିପୁତ୍ର ଭଗବାନ ମେହେରଙ୍କ ବିଷୟ। 1924 ମସିହାରେ ଗଙ୍ଗାଧରଙ୍କର ମହାପ୍ରୟାଣ ଘଟେ। 1925 ମସିହାରୁ ହିଁ ତାଙ୍କର ଶ୍ରାଦ୍ଧ ବାର୍ଷିକୀ ଆରମ୍ଭ ହୋଇଯାଏ ବରପାଲିରେ। ସେ ସମୟରେ ମେହେର କବି ପଡ଼ାରେ ଯେଉଁମାନେ ଥିଲେ ସେ ସମସ୍ତେ କବିପୁତ୍ର ଭଗବାନ ମେହେରଙ୍କୁ ଆସି ସାହାଯ୍ୟ ତ ନୁହେଁ, ନିଜର କର୍ତ୍ତବ୍ୟ କରିଛନ୍ତି। ଏପରିକି ମୁଁ ଛୋଟ ଥିବାବେଳେ ମୋର ମନେ ପଡ଼ିଯାଉଛି ସ୍ୱର୍ଗତ ବୈକୁଣ୍ଠ ମେହେର, ଲବାର ମେହେର, ସୀତାରାମ ମେହେର, ମିଟୁ ମେହେର, ବିପିନ ବିହାରୀ ମେହେର ଏବଂ ତାଙ୍କ ପିତା ମନବୋତ ମେହେର। ଏମାନେ ସମସ୍ତେ କିଭଳି ଭାବରେ ଆୟୋଜନ କରୁଥିଲେ ସେ କଥା ମନେ ପଡ଼ୁଛି ଆଜି। କାହିଁକି ପୁଣି ମନେ ପଡ଼ୁଛି ଏବଂ ଆଜି ଏ କଥା ସମଗ୍ର ଓଡ଼ିଶାକୁ କହିବା ପାଇଁ ମୁଁ କାହିଁକି ଚାହୁଁଛି? ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏକଦା କବିବର ରାଧାନାଥ ରାୟଙ୍କର ପୁତ୍ର ଶଶିଭୂଷଣ ରାୟ ଭଗବାନ ମେହେରଙ୍କୁ ଚିଠିରେ ଲେଖିଥିଲେ ଯେ ଗତ ବର୍ଷ ରାଧାନାଥଙ୍କ ଶ୍ରାଦ୍ଧ ବେଳେ 3 ଜଣ ଉପସ୍ଥିତ ଥିଲେ, ଏ ବର୍ଷ 2 ଜଣ ଉପସ୍ଥିତ ଥିଲେ। ଆଉ ଲେଖୁଛନ୍ତି ସେ, ମୁଁ ଶୁଣିଛି ବରପାଲିରେ କେତେ ଆଗ୍ରହରେ ତାଙ୍କର ସମାଧି ସ୍ଥଳରେ ଶ୍ରାଦ୍ଧ ଦିବସ ପାଳନ କରାଯାଏ। ଶଶିଭୂଷଣ ରାୟ କଥା ଲେଖୁଛନ୍ତି। କାହାଠୁ ଶୁଣିଛନ୍ତି? ତାଙ୍କର ଜାମାତା ଦୁର୍ଗାଚରଣ ରାୟଙ୍କ ଠାରୁ। ଦୁର୍ଗାଚରଣ ରାୟ ଯିଏ ରାଧାନାଥ ଜୀବନୀ ଲେଖିଛନ୍ତି, ସବୁ ଜୀବନୀ ଠାରୁ ବୃହତ୍ ଜୀବନୀ ବୋଲି ଯାହାକୁ କୁହାଯିବ ଓଡ଼ିଶାରେ, ଏତେ ବଡ଼ ଜୀବନୀର ଲେଖକ। ସେ ବରଗଡ଼ରେ ସବ୍ କଲେକ୍ଟର ଥିଲେ, ଉପଜିଲ୍ଲାପାଳ ଥିଲେ। ଗଙ୍ଗାଧରଙ୍କ ଘରକୁ ଯାଉଥିଲେ, ସମାଧି ସ୍ଥଳକୁ ଯାଇ ଶ୍ରାଦ୍ଧ ଦିବସରେ ଯେତେବେଳେ ସେ ଯୋଗ ଦିଅନ୍ତି, ଅପୂର୍ବ ଶ୍ରଦ୍ଧା ଦେଖି ବିହ୍ୱଳ ହୋଇଗଲେ ଏବଂ ଆସି ତାଙ୍କର ଶ୍ୱଶୁର ବାପା ଶଶିଭୂଷଣ ରାୟଙ୍କୁ ସେ କଥା କହିଲେ। ଶଶିଭୂଷଣ ରାୟ ସେ କଥା ଲେଖିଛନ୍ତି ଭଗବାନ ମେହେରଙ୍କୁ ଯେ ମୁଁ ପ୍ରକୃତରେ ଆଚମ୍ବିତ ହେଲି ସେଠି ଲୋକଙ୍କର ଏତେ ଆଗ୍ରହ ଦେଖି। ଅଥଚ କବିବର ରାଧାନାଥ ରାୟଙ୍କ ଶ୍ରାଦ୍ଧ ଦିବସରେ ଏଠି 2 ଜଣ 3 ଜଣ ଲୋକଙ୍କର ଉପସ୍ଥିତି ଥାଏ। ଯାହା ବି ହଉ, ଯେତିକି ଲୋକ ବି ଯୋଉଠି ଉପସ୍ଥିତ ଥାଆନ୍ତୁ ନା କାହିଁକି, କବି ଆତ୍ମା ସମସ୍ତଙ୍କୁ ଆଶୀର୍ବାଦ ଦେଉଥାଏ। ରାଧାନାଥ ରାୟଙ୍କ ଆତ୍ମା ଏଠି ଆଶୀର୍ବାଦ ଦେଉଥାଏ ସତୀ ଚଉତରା ଠାରେ ଏବଂ ଗଙ୍ଗାଧରଙ୍କ ଆତ୍ମା ସେଠି
ବରପାଲିରେ ଆଶୀର୍ବାଦ ଦଉଥାଏ। ଯେଉଁମାନେ ରାସ୍ତାରେ ବି ଚାଲି ଯାଉଛନ୍ତି ସେମାନଙ୍କୁ ବି ସଭାରେ ବସି ନଥାନ୍ତୁ, ଅଂଶଗ୍ରହଣ କରିନଥାନ୍ତୁ, ଯିଏ ଯୋଉଠି ଅଛି ଘରକୁ ଘର ଗଙ୍ଗାଧରଙ୍କ ଆଶୀର୍ବାଦର ଆଲୋକ ନିଶ୍ଚିତ ଭାବରେ ପ୍ରବେଶ କରିବ ହିଁ କରିବ। ସେ ଆତ୍ମା ଏତେ ପବିତ୍ର, ଏତେ ସୁନ୍ଦର, ଏତେ ପ୍ରକୃତରେ କଲ୍ୟାଣମୟ। ଏତିକିରେ ରହିବା।